ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଆଜି ମୁଁ ଆଉ ମୋ ଫ୍ୟାମିଲି ସମସ୍ତେ ମିଶି ଚାଲିଲୁ ଲକ୍ଷ୍ମୀ ଠାକୁର ଦେଖିବା ପାଇଁ। ଆମେ ଯାଇଥିଲୁ ନବାପାଟଣା। ସେଠି ବହୁତ ସାରା ମେଢ଼ ହେଇଥିଲା। ଆମେ ଅଳ୍ପ ମେଢ଼ ଦର୍ଶନ କଲୁ, ମାଆଙ୍କୁ ଦର୍ଶନ କଲୁ ଭଲ ଭାବରେ। ତାପରେ ସେଠି ଡେକୋରେସନ୍ ବହୁତ ହି ସୁନ୍ଦର, ବହୁତ ଭଲ ଭଲ ଡେକୋରେସନ୍ ହେଇଥିଲା। ବହୁତ ସାରା ପାଖାପାଖି 20-30ଟା ମେଢ଼ ହେଇଥିଲା ବୋଧେ, କିନ୍ତୁ ଆମେ ସବୁ ତ ଦର୍ଶନ କରିପାରିଲୁନି, 4-5ଟା ହିଁ ଦର୍ଶନ କଲୁ। ଦର୍ଶନ କରିସାରିଲା ପରେ ଆମେ ଗଲୁ ଖାଇବା ପାଇଁ। ସେଠି ଖାଇଥିଲୁ ମଥୁରା କେକ୍, ଲଙ୍କା ଚପ୍, କଟଲେଟ୍ ବହୁତ ହି ଭଲ ଥିଲା, ବହୁତ ହି ଟେଷ୍ଟି ଲାଗୁଥିଲା। ଦେନ୍ ଖାଇସାରିବା ପରେ ସମସ୍ତେ ଯାଇ ଟିକେ ଚୁଡ଼ି ଦେଖୁଥିଲେ। ମୁଁ ବି ଟିକେ ଯାଇକି ଚୁଡ଼ି ଦେଖୁଥିଲି, ଭଲ ଲାଗୁଥିଲା ଚୁଡ଼ି। ସେଠି ଚୁଡ଼ି କିଛି ବି ନେଇକି ଆସିଲୁ। ତାପରେ ଆମେ ଯାଇଥିଲୁ ଜୋତା ଦୋକାନ। ଜୋତା ବହୁତ ହି ସୁନ୍ଦର, ବହୁତ କମ୍ ପ୍ରାଇସ୍‌ରେ ବହୁତ ବଢ଼ିଆ ବଢ଼ିଆ ଜୋତା ଥିଲା। ନର୍ମାଲ ପାର୍ଟି ୱେୟାରରେ ପିନ୍ଧିବା ପାଇଁ। ତ ମୁଁ ବି ସେଠୁ ଗୋଟେ ଜୋତା ଆଣିଥିଲି। ତାପରେ ଆମେ ରିଟର୍ନ ପଳେଇ ଆସିଲୁ। ଆମେ ଗୋଟେ ରେଷ୍ଟୁରାଣ୍ଟ ଆସିଲୁ ଖାଇବା ପାଇଁ। ସେଠି ଆମେ ଅର୍ଡର କରିଥିଲୁ ଲଚ୍ଛା ପରାଠା, ଚିଲି ଚିକେନ୍, ଚିକେନ୍ ଲଲିପପ୍। ବହୁତ ହି ବଢ଼ିଆ ଟେଷ୍ଟ ଥିଲା ଖାଇବାର। ଚିକେନ୍ ଲଲିପପ୍ ଟେଷ୍ଟଟା ବହୁତ ବଢ଼ିଆ ଲାଗୁଥିଲା। ମୁଁ ଟିକେ ଷ୍ଟାଇଲ୍ ମାରି ମାରି ଖାଉଥିଲି। ଦେନ୍ ଖାଇସାରିବା ପରେ ଆମେ ରିଟର୍ନ ଘରକୁ ଆସିଯାଇଥିଲୁ। ମୋର ଦିନଟି ଆଜି ଏମିତି କଟିଲା। ରହିଲି। ଜୟ ଜଗନ୍ନାଥ।